ପାଖାପାଖି ଆମ ପାଖକୁ 150 ଆପ୍ଲିକେସନ୍ ଆସିଥିଲା ଅଲ୍ ଇଣ୍ଡିଆରୁ, ଯେମିତିକି ମୁମ୍ବାଇ, କାଲକାଟା, ଆନ୍ଧ୍ରା, ହରିୟାଣା ଚାରିଆଡ଼ୁ ଆମ ପାଖକୁ ଆସିଥିଲା। ଏବଂ ଫିଲ୍ମ ଆମେ ସର୍ଟଲିଷ୍ଟେଡ଼ କରିଥିଲୁ 71 ଆମେ ଫିଲ୍ମ ସର୍ଟଲିଷ୍ଟେଡ଼ କରିଥିଲୁ। ଆମର 16 ତାରିଖ ଏବଂ 17 ତାରିଖ 2 ଦିନ ଧରି ଆମର ସ୍କ୍ରିନିଂ ହୋଇଥିଲା। ପ୍ରଥମ ଦିନ ଆମେ ସର୍ଟଲିଷ୍ଟେଡ଼ କରିଥିଲୁ ଏବଂ ଆଜି ଆମର ବିଚାରକ ମଣ୍ଡଳୀ ଯେଉଁମାନେ ଅଛନ୍ତି ଆମେ ସେମାନଙ୍କୁ ନେଇକି ଆଜି କରୁଛୁ, ଆମର ସ୍କ୍ରିନିଂ ଚାଲିଛି ଏବେ। ଏବଂ ବହୁତ ସୁନ୍ଦର ଫିଲ୍ମ ଆସିଛି, ମାନେ ଭିନ୍ନକ୍ଷମମାନଙ୍କର ସଶକ୍ତିକରଣ ଉପରେ ଯେଉଁ କଥାଟି କୁହାଯାଉଛି, ମାନେ ସମସ୍ତେ ଭାରି ଅଣ୍ଡର ଏଷ୍ଟିମେଟ୍ କରନ୍ତି ଯେ ଏଇ ଗୋଟେ କ'ଣ ଏମିତିଆ ଗୋଟେ ବ୍ଲାଇଣ୍ଡ ହେଇଥିବେ, ଏବେ କାନ ଶୁଣୁଥିବ, ତାଙ୍କୁ କେମିତି ସମାଜର ମୁଖ୍ୟ ସ୍ରୋତରେ ଆମେ ସାମିଲ କରିବା, ତାକୁ ନେଇକରି ପରିକଳ୍ପନାଟେ। ତେଣୁ ବହୁତ ଭଲ ଫିଲ୍ମ ଆସିଛି। ଆଶା କରୁଛୁ ଆଜି ରାତି ଭିତରେ ଆମର ସରିଲା ପରେ ଆମେ ଡିକ୍ଲେୟାର କରିବୁ ଏବଂ ୱେବସାଇଟ୍ରେ ଆମର ଆସିଯିବ। ଏବଂ 19 ତାରିଖ ଦିନ ମୁଁ ଅନୁରୋଧ କରିବି ଆପଣଙ୍କ ମାଧ୍ୟମରେ, 19 ତାରିଖ ଦିନ ଆମର ଉତ୍କଳ ମଣ୍ଡପଠାରେ ଯେଉଁ ଗ୍ରାଣ୍ଡ ଆୱାର୍ଡ଼ ସେରିମନି ହେବ, ସେଥିରେ ସମସ୍ତେ ଆସନ୍ତୁ, ଓଡ଼ିଶାରେ ଏବଂ ବାହାରେ ଯେଉଁମାନେ ଅଛନ୍ତି ସେମାନେ ଆସନ୍ତୁ ଏବଂ ଆସିଲା ପରେ ସେମାନେ ଏଥିରେ ଭାଗ ନେବେ ଏବଂ ଆୱାର୍ଡ଼ ମଧ୍ୟ। ଏଥିରେ ଗୋଟେ ବିଶେଷ କଥା ହେଲା 11 ଜଣଙ୍କୁ ଆମର ଯେଉଁ ସ୍ପେଶାଲ୍ ଆୱାର୍ଡ଼ ଦିଆଯିବ, ତାପରେ ଆମର ଅନ୍ୟମାନଙ୍କୁ ମଧ୍ୟ ଆମେ ଆୱାର୍ଡ଼ ଦେଉଛୁ। ତେଣୁ 11 ପରେ ମଧ୍ୟ ଆୱାର୍ଡ଼ ଦିଆଯିବ ସମସ୍ତେ। ବହୁତ ଧନ୍ୟବାଦ ଦେବି ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ଏତେ ବଡ଼ ଗୁରୁ ଦାୟିତ୍ୱ ମୋତେ ଦେଇଥିବାରୁ। ଇଟ୍ସ ଏ ଭେରି ବିଗ୍ ଥିଙ୍ଗ୍ ଆକ୍ଚୁଆଲି। ସାରା ବହୁତ କମ୍ ଦିନ ଭିତରେ ଆପଣ ଲାଷ୍ଟ ଟାଇମ୍ ଆମେ ପ୍ଲେସମେଣ୍ଟ କରିଥିଲେ, ଏଇ ଭିତରେ 100 ଆପ୍ରୋକ୍ସ ଏବଂ 100 ଫିଲ୍ମଟା ସାରା ଇଣ୍ଡିଆରୁ ପହଞ୍ଚି ପାରିଛି। ତ ମୁଁ ବହୁତ ଖୁସି। ବହୁତ ତାର ଆମେ ପ୍ରଚାର ପ୍ରସାର କରିଥିଲୁ, ତ ଫିଲ୍ମ ବହୁତ ଭଲ ଫିଲ୍ମ ଆସିଛି। ମୁଁ ଚାହିଁବି ଏତେ ସୁନ୍ଦର ଫିଲ୍ମ ଆସିଛି, ଆପଣ ଦେଖିବେ ମାନେ 2ରୁ 5 ମିନିଟ୍ ଭିତରେ ମାନେ ଏତେ ବଢ଼ିଆ ବଢ଼ିଆ ପିଲା କନସେପ୍ଟ ବନେଇଛନ୍ତି ଫିଲ୍ମ ପାଇଁ, ଆପଣ ଦେଖିଲେ ଆଖିରେ ଲୁହ ଆସିଯିବ। ଏତେ ସୁନ୍ଦର କାହାଣୀ ନେଇକି ପିଲା, ଆମ ଓଡ଼ିଆ ମେକର ହେଉ କି ବାହାର ମେକର ହେଉ, ଫିଲ୍ମ ବହୁତ ଭଲ ଭଲ ଫିଲ୍ମ ବନେଇଛନ୍ତି। ବହୁତ ଖୁସି ଲାଗୁଛି ଏଥିରେ ପାର୍ଟ ହେଇକି, ଆଜ ଅର୍ଗାନାଇଜର ପାର୍ଟ ହେଇକି, ତ ବହୁତ ମଜା ଲାଗୁଛି। ମୁଁ ଚାହିଁବି ଏକୁ ଟିକେ ବହୁତ ଜୋର ସେ ଆପଣ ପ୍ରଚାର କରନ୍ତୁ ସାରା ଓଡ଼ିଶାରେ, ସାରା ଇଣ୍ଡିଆରେ। ତ ପ୍ରଚାର କଲେ ଆର ବର୍ଷ ଆହୁରି ଭଲ ଭଲ ଫିଲ୍ମ ଆସିବେ, ଆହୁରି କିଛି ଲୋକ ମାନେ ଜାଣିପାରିବେ ଗୋଟେ ଛୋଟା ଗୋଟେ ଦିବ୍ୟାଙ୍ଗ କ'ଣ କରିପାରନ୍ତି, ତାଙ୍କ ଦ୍ୱାରା କ'ଣ ସମ୍ଭବ ହେଇପାରେ। ଆପଣ ରିଏଲ୍ ଦେଖିଲେ ଆପଣ ଗୋଟେ ଇମୋସନାଲ୍ ଫିଲ୍ ହେଇଯିବେ। ଦେଖନ୍ତୁ, ଏସା ଗଭର୍ଣ୍ଣମେଣ୍ଟର ବହୁତ ବଡ଼ ପ୍ରେସର ଥାଏ। ଯେହେତୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜାଣିଛନ୍ତି କେତେ ବଡ଼ ରିସ୍କରେ ଆମେ କାମ କରୁ। ଯେହେତୁ ଏଇଟା ସାରା ଓଡ଼ିଶାର ନ୍ୟାସନାଲ୍ ସର୍ଟ ଫିଲ୍ମ ଫେଷ୍ଟିଭାଲ୍, এটা ସାରା ଆମେ ଇଣ୍ଡିଆରେ ଆମେ ପ୍ରମୋସନ୍ କରିଥିଲୁ। ବମ୍ବେ, କାଲକାଟା, ଦିଲ୍ଲୀ, ବାଙ୍ଗାଲୋର, ତ ସବୁ ସହରରୁ ଭଲ ଭଲ ଫିଲ୍ମ ଆସିଛି। ତ ଜଜ୍ ମାନେ ପୁରା ମାନେ ପାଗଳ ହେଇକି କାହାକୁ ୱିନ୍ କରିବେ, କାହାକୁ କାଟିବେ, କାହାକୁ ରଖିବେ। ତ ସମସ୍ତେ ଆକ୍ଚୁଆଲି ବହୁତ ମାନେ ତା ମୁଣ୍ଡ ଏତେ ଫିଲ୍ମ ବଢ଼ିଆ ହେଇଛି, ମାନେ ସେମାନେ ସବୁ ସର୍ଟ କାହାକୁ ୱିନ୍ କରିବେ। ସେଥିପାଇଁ ବହୁତ ପ୍ରେସର ଅଛି ଗଭର୍ଣ୍ଣମେଣ୍ଟ ଉପରେ ବି, ସବୁଙ୍କ ଉପରେ ବି।